ତ ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ ନମସ୍କାର। ତ ଆଜି ଆମେ କାନ୍ଥି କ'ଣ ପାଇଁ ଗଲୁ ଆପଣ ମଧ୍ୟ ଦେଖନ୍ତୁ ଏ ଭିଡ଼ିଓ ମାଧ୍ୟମରେ। ତ ଆଜି ଆମେ ପହଞ୍ଚିଗଲୁ ପ୍ରଥମ ଆସି ନୀଳଭଞ୍ଜଙ୍କ ଦୋକାନରେ, ଯେଟାକି ଆଳୁଦମ୍ ପାଇଁ ଫେମସ୍। ତାପରେ ମୋ ଗାଡ଼ିର ପ୍ରେସର କମ୍ ଥିଲା, ତାପରେ ମହାକୁ କାହ୍ନୁ ଭାଇ ପାଖରୁ ପ୍ରେସର ଦେଇ ଆମେ ବାହାରି ପଡ଼ିଥିଲୁ ପୁରା କାନ୍ଥି ପଟକୁ ଯିବା ପାଇଁ। ଏଇଟା ଦେଖିପାରୁଥିବେ ନାଇରା ପେଟ୍ରୋଲ ପମ୍ପ, ଯେଉଁଟା କଚଡ଼ିରେ ଅବସ୍ଥିତ। ତ ସେଠି ତେଲ ପକାଇ ପୁଣି ଏଇଟା ଚନ୍ଦନେଶ୍ୱର ମାର୍କେଟରେ ଏଇଟା ଆସି ପହଞ୍ଚିଗଲୁ। ଯେହେତୁ ଭିଡ଼ିଓ ଲଙ୍ଗ୍ ହୋଇଯାଉଥିଲା ତ ସେଥିପାଇଁ ଭିଡ଼ିଓ କିଛି କାଟିକିନା ମୁଁ ବନେଇଥିଲି। ତ ଆପଣ ଭିଡ଼ିଓ ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ତ କ'ଣ ପାଇଁ ମୁଁ ଯାଇଥିଲି ଆଜି କାନ୍ଥି, ତ এই ଭିଡ଼ିଓ ମାଧ୍ୟମରେ ସବୁକିଛି ଆପଣ ଜାଣିପାରିବେ। ଏଇଟା ଚନ୍ଦନେଶ୍ୱର ମାର୍କେଟ, ଆପଣମାନେ ଦେଖନ୍ତୁ ପୁରା। ଏ ଯେଉଁ ଭଲିବମ୍ ପାଇଁ ଟିକେ ବହୁତ ଭିଡ଼ ରହୁଛି, ତ ଆପଣମାନେ ସାବଧାନ ହିଁ ଆସନ୍ତୁ। ତ ଏଇଟା ହେଲା ଦୀଘା, ମାନେ ୱେଷ୍ଟ ବେଙ୍ଗଲ ଆଉ ଓଡ଼ିଶାର ବର୍ଡ଼ର, ଆପଣମାନେ ଦେଖିପାରୁଥିବେ। ତାପରେ ଏଇଟା ଶଙ୍କରପୁର ଆଡ଼କୁ ଗଲେ, କାରଣ ଆମ ବାଇକ୍ରେ ମାନେ ମୋ ସ୍କୁଟିରେ ଇନ୍ସୁରାନ୍ସ ଆଉ ପଲ୍ୟୁସନ୍ ନଥିଲା, ତ ସେଥିପାଇଁ ମୁଁ ଶଙ୍କରପୁର ପଟେ ଦେଇକି ବାହାରି ପଡ଼ିଥିଲି। ଏଇଟା ଯେଉଁ ବିଶ୍ୱ ବାଂଲା ଗେଟ୍ କୁହାଯାଏ। ଆଉ କ'ଣ ଆପଣମାନେ ଜାଣିଛନ୍ତି ଏ ବିଷୟରେ ଟିକେ କମେଣ୍ଟ କରିବେ। ତାପରେ ଦେଖନ୍ତୁ ଏଇଟା ଶଙ୍କରପୁର ଯେ ସାଇଡ଼୍ରେ ଯେଉଁ ବିଚ୍ ସାଇଡ଼୍ ଏକା, ତ ଦେଖିପାରୁଥିବେ ନଜରାଟା କେମିତି ଦେଖିପାରୁଥିବେ। ତ ଏମିତି କିଛି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଦେଖାଇ ପାରୁଛି, ମନୋରଞ୍ଜନ କରିପାରୁଛି। ତ ସେଥିପାଇଁ ମୋତେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ନିଶ୍ଚୟ ଫଲୋ କରିବେ, ଆଉ ଯଦି ୟୁଟ୍ୟୁବରେ ଦେଖୁଛନ୍ତି ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଏଇଟା ଦେଖିଥିବେ ଛୋଟିଆ ଗୋଟେ ଚା ଦୋକାନରେ ଛିଡ଼ା କଲୁ ଆମେ, ତାପରେ ଚା ପିଇବା ପାଇଁ ଲାଗି ପଡ଼ିଲୁ। ଦେଖିପାରୁଥିବେ ଏଠି କେମିତି ଗୋଟେ ଦେଖନ୍ତୁ ଜାହାଜଟା କେମିତି ଯାଉଛି। ଏଇଟା ଟଲର ନା କ'ଣ କୁହାଯାଏ, ଫିସିଂ କରିବା ପାଇଁ ସେମାନେ ଯାଇଥିଲେ। ତ ତାପରେ ଆମେ ଚା ପିଇବା ପାଇଁ ଲାଗି ପଡ଼ିଥିଲୁ। ଦେଖନ୍ତୁ ମୋ ସାନ ଝିଅ କେମିତି ଚା ପିଉଛି, ଦେଖନ୍ତୁ ମୋ ବଡ଼ ଝିଅ କେମିତି ବି ସେଫ୍ଟି ଚା ପିଉଛି, ମୋ ଦିଦି, ମୋ ସ୍ତ୍ରୀ। ଆଉ ତାପରେ ପୁଣି ଏଇଟା ଦେଖନ୍ତୁ ଶଙ୍କରପୁରର ଭ୍ୟୁ, ଯେଉଁଟାକି ବ୍ରିଜ୍, ବହୁତ ରିଲ୍ସ କରିବା ପାଇଁ ଲୋକ ଆସନ୍ତି ଏଠିକି। ଆଉ ଭିଡ଼ିଓ ବହୁତ ଭାଇରାଲ୍ ହୁଏ। ତ ସେଥିପାଇଁ ମୁଁ କିଛି ବି ସର୍ଟ ନେଇଛି, ଦେଖିପାରୁଥିବେ ଆପଣମାନେ। ଯଦି କିଛି କାହାକୁ ରିଲ୍ସ ଏକା ବନେଇବାର ଅଛି ଏଠିକି ପଳେଇ ଆସିବେ ନିଶ୍ଚୟ। ଆଉ ଏଥିମଧ୍ୟରୁ ପୁଣି ସନ୍ଧ୍ୟା ହେଇଗଲାଣି, ଆଉ ମୁଁ ବର୍ତ୍ତମାନ କାନ୍ଥି ପାଖାପାଖି ପହଞ୍ଚିଗଲେ। ତ ଦେଖିପାରୁଥିବେ ଏଇଟା ହେଲା କାନ୍ଥିର ଯେଉଁ ବସ୍ଷ୍ଟାଣ୍ଡ ରହୁଛି, ଆଉ ରହୁଛି ଏଇଟାର ମେନ୍ ମାର୍କେଟ, ଯେଟା କେତେ ସାରା ଭିଡ଼, ଟ୍ରାଫିକ୍ ବହୁତ ଏଠି। ଆଉ ଦେଖିପାରୁଥିବେ ଲୋକମାନେ କେତେ ଜନଗହଳି, କି ଦେଖିପାରୁଥିବେ ରାସ୍ତା ଛୋଟ। ତାପରେ ଏଥିମଧ୍ୟରୁ ଆମେ ପହଞ୍ଚିଗଲୁ ଆସିକିନା ଖାଇବା ଦୋକାନରେ, ଯେଟାକି ରେଷ୍ଟୁରାଣ୍ଟରେ। ମାନେ ଭୋକ ବହୁତ ଜୋର ଲାଗିଥିଲା, ତ ସମସ୍ତେ ମୋ ଦିଦି ଏକା, ଯେହେତୁ ଗୁରୁବାର ଥିଲା, ସେମାନେ ଚା ଟିକେ ଖାଇଲେ। ଆମେ ପିଲା ଦୁଇ ଜଣ ଆମର ଚାଉମିନ, ଆଉ ମୋ ଭେଣେଇ ଆଉ ମୁଁ କି ଚାଉମିନ ଖାଇଲୁ। ତାପରେ ଦେଖନ୍ତୁ ମୋ ସାନ ଝିଅ ମୋତେ କେମିତି ଚାଉମିନଟା ଖୁଆଇ ଦେଉଛି। ତ ଏଥିମଧ୍ୟରେ ଆସିକି ଆମେ ପହଞ୍ଚି ଯାଇଥିଲୁ ମୋ ଭେଣେଇଙ୍କ ଘରେ, ଯାହାକି ମୋ ଦିଦିଙ୍କ ଘରେ। ମୋ ଦିଦିକୁ ମୁଁ ଛାଡ଼ିବା ପାଇଁ ଆସିଥିଲି। ତ ଏଇଟା ହେଲା ଟପିକ୍, ଏଇଟା ହେଲା ସସ୍ପେନ୍ସନ୍। ଆପଣମାନଙ୍କୁ ମୁଁ ଏଣ୍ଡରେ କହିଲି। ଆଜି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଜୟ ଜଗନ୍ନାଥ।